ଅନେକ ଲୋକ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେତେବେଳେ ବହୁତ ଜୋରରେ ଦୌଡ଼ିଥାନ୍ତି, ଆଉ କିଛି ଲୋକ କୁହନ୍ତି ସ୍ଲୋ ଯିବା ନିଶ୍ଚିତ ଭାବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା। ଗୋଟେ କଥା ହେଉଛି ଆପଣ ସ୍ଲୋ ଯାଆନ୍ତୁ କି ଜୋରରେ ଯାଆନ୍ତୁ, ତା ଭିତରେ ଦୁଇଟି କଥା ହେବ, କାହିଁକିନା ଏ ସମାଜ ବର୍ତ୍ତମାନ ବଦଳିଗଲାଣି। ଆପଣ ଯଦି ସ୍ପିଡ୍ ଯିବେ ତାହେଲେ ଆପଣ ପଡ଼ିଯିବାର ସମ୍ଭାବନା ଅଛି, ଆପଣ ଝୁଣ୍ଟି ପଡ଼ିବାର ସମ୍ଭାବନା ଅଛି। ଆଉ ଆପଣ ଯଦି ସ୍ଲୋ ଯିବେ ଆପଣଙ୍କୁ ଏ ଦୁନିଆ ଏମିତି ଭାବରେ ପଛରେ ପକାଇଦେବ ଯେ ଆପଣ ଲକ୍ଷ୍ୟସ୍ଥଳ କ'ଣ ତା ମାନେ ଅଧା ବାଟ ବି ପହଞ୍ଚି ପାରିବେନି। ତେଣୁ ଏମିତି ଭାବରେ ଆପଣଙ୍କ ଦୌଡ଼କୁ ଏମିତି ଗୋଟେ ଯେଉଁ ସ୍ଥିର କରନ୍ତୁ, ଗୋଟେ ମାପ, ଯେଉଁ ମାପରେ ନା ଆପଣ ଝୁଣ୍ଟିବେ ନା ଆପଣଙ୍କୁ କିଏ ଅଟକେଇ ଦେବ। ସେଇ ମାପଦଣ୍ଡ ଯେବେ ଆପଣ ତିଆରି କରିଦେବେ ବା ସେ ମାପଦଣ୍ଡରେ ଯେତେବେଳେ ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳକୁ ଦୌଡ଼ିବା ଆରମ୍ଭ କରିବେ, ସେତେବେଳେ ନିଶ୍ଚିତ ଭାବେ ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। କିନ୍ତୁ ସ୍ଲୋ କିମ୍ବା ସ୍ପିଡ୍ ଦୁଇଟା ଯାକ ଲକ୍ଷ୍ୟସ୍ଥଳ ପାଇଁ ବ୍ୟାଘାତ ସୃଷ୍ଟି କରିପାରେ। ଏଇ ତ ଜୀବନର କଥା।